ବିର୍ସା ମୁଣ୍ଡାଙ୍କ ଶହୀଦ ଦିବସ କାହିଁକି ଓ କିପରି ପାଳନ କରାଯାଏ, ଆଜି ଆସନ୍ତୁ ଜାଣିବା ତାହାର ବିଶେଷତ୍ୱ। जीके ओडिशा रे आपननकु स्वागत। ବିର୍ସା ମୁଣ୍ଡା 1857 ମସିହା ନଭେମ୍ବର 15 ତାରିଖରେ ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାର ଉଲିହାଟୁ ଗାଁରେ ମୁଣ୍ଡା ଜନଜାତିରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଥିଲେ ମୁଣ୍ଡା ଜନଜାତିର ଲୋକନାୟକ। ବ୍ରିଟିଶ ରାଜଙ୍କୁ ଧମକ ଦେଉଥିବା ବିର୍ସା ମୁଣ୍ଡାଙ୍କ ସ୍ଲୋଗାନ ଥିଲା ଆବୁଆ ରାଜ ଏଟେ ଜାନା, ମହାରାଣୀ ରାଜ ତୁଣ୍ଟୁ ଜାନା। ରାଣୀଙ୍କ ରାଜ୍ୟ ସମାପ୍ତ ହେଉ ଏବଂ ଆମ ରାଜ୍ୟ ସ୍ଥାପିତ ହେଉ। ତାଙ୍କର ପ୍ରଚାର ପ୍ରସାର ଝାଡ଼ଖଣ୍ଡ, ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ଅଞ୍ଚଳରେ ବେଶ ପ୍ରଚଳିତ। ଫେବୃଆରୀ 3 ତାରିଖ 1990 ମସିହାରେ ତାଙ୍କୁ ଚକ୍ରଧରପୁରର ଜାମକାପୋଇ ଜଙ୍ଗଲରେ ଗିରଫ କରାଯାଇଥିଲା। ଶେଷରେ ଜୁନ 9 ତାରିଖ 1990 ମସିହାରେ ବିର୍ସା ମୁଣ୍ଡା ଜେଲରେ ମୃତ୍ୟୁବରଣ କରିଥିଲେ। ଜନଜାତିଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିର୍ସା ମୁଣ୍ଡା ରକ୍ଷା କରୁଥିଲେ। ଜନଜାତିର ରକ୍ଷା ଓ ସଂସ୍କୃତିର ରକ୍ଷା କରିବାରେ ବିର୍ସା ମୁଣ୍ଡାଙ୍କ ଅବଦାନ ଅତୁଳନୀୟ। ଆପଣମାନଙ୍କୁ ଏହି ବିର୍ସା ମୁଣ୍ଡାଙ୍କର ସମ୍ପୂର୍ଣ୍ଣ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ରହୁଛି, ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।